ସାଙ୍ଗମାନେ ଆମ ଲାଇଫ୍ର ସ୍ୱର୍ଗ କୋଉଟା ଜାଣିଛ? ଆମ ଲାଇଫ୍ରେ ବଞ୍ଚିଥିବା ବେଳେ ସ୍ୱର୍ଗ ଆଉ ନିଜର ସବୁଠୁ ଖୁସିର ଜାଗା ସେଇଟା ହେଉଛି ଆମ ଗାଁ। ମୁଁ ତ ଜାଣିଛି ଆମ ସମସ୍ତଙ୍କର ପ୍ରୋବ୍ଲେମ୍, ଆମେ ଯାଇକି ବାହାରେ ରହିବା, ଆମେ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି ପିଲା ଯେହେତୁ ଆମେ ଯାଇକି ବାହାରେ ରହିବା, ବାହାରେ କାମ କରିବା, ଏଇଟା ଜାଣିଛି। କିନ୍ତୁ ନିଜ ଗାଁକୁ ଆଜ୍ଞା ନା କେବେ ଭୁଲନ୍ତୁନି, କାହିଁକିନା ତାର ଯେଉଁ ଖୁସି, ସେ ଯେଉଁ ଖୁସି ଦେଇଥାଏ ଆମକୁ ପିଲାବେଳୁ, ଏଡ଼ିକିଟାରୁ ଏଡ଼ିକିଟା କରିବା ଯାଏ ସେଇଟା କେହି ଦିଅନ୍ତିନି ହେଲା। ଆଉ ଗାଁରେ ସାଙ୍ଗସାଥି, ଗାଁରେ ଦଦା ବଡ଼ବାପା ଭାଇମାନଙ୍କ ସହ ବସିକି ମାନେ କମେଡ଼ି କରିବା, ବସିକି ମସ୍ତି କରିବା, ଆଉ ସେଇଟା କେଉଁଠି ହେବ? ସକାଳୁ ଉଠିଲେ ଆଜ୍ଞା ବ୍ରସ୍ କରିକି ପଖାଳ ଖାଇକି ଯାଇ ଗାଁ ପିଲା ସହ ବସିକି ମାନେ ଖଟି କରିବା, ସେଇଟା ଆଉ କେଉଁଠି ହେବନି। ମୁଁ ତ କେଉଁ ଗାଁ, ତ ମୋ ଗାଁରେ ଆମେ ସକାଳୁ ଉଠିକି ଆମ ଖଟି ଜାଗା ହେଉଛି ଆମ ଗାଁ ମନ୍ଦିର, ସେଇଟା ହେଉଛି ଆମ ମାନେ ମୋ ପାଇଁ ସେଇଟା ହେଉଛି ମୋ ସ୍ୱର୍ଗ। ମୋ ଗାଁ ହେଉଛି ମୋ ସ୍ୱର୍ଗ। ଆଉ ମୋତେ ଯଦି କେଉଁଠି ମୋ କେତେବେଳେ ଖୋଜିବ, ସେଇଟା ହେଉଛି ମୋ ଗାଁ ମନ୍ଦିର। ମୋ ଗାଁରେ ଥିଲେ ମୋତେ ଖୋଜିବ, ସେଇଟା ହେଉଛି ମୋ ମନ୍ଦିରରେ ମୁଁ ବସିଥିବି ସଦାବେଳେ, ଆମ ଗାଁ ମନ୍ଦିରରେ। ଆଉ ଆମ ଗାଁ ସବୁ ପିଲା ହିଁ ସେଇଠି ବସନ୍ତି। ସେଇଟା ହେଉଛି ମୋ ପାଇଁ ଗୋଟେ, ଆମ ଗାଁ ପିଲା ପାଇଁ ଗୋଟେ ସ୍ମୃତିର ଜାଗା ଖଟି ସେଇଟା। ତ ସବୁ ଆମେ ତ କ'ଣ କରିବା, ଆମେ ଯେମିତି ହେଲେ ବି ଆମେ ବାହାରେ ରହିବାକୁ ପଡ଼ିବ, ବାହାରେ କାମ କରିବାକୁ ପଡ଼ିବ, ସେଇଟା ପଇସା ଆମକୁ କେହି ଦେବେନି ଆଜ୍ଞା। କିନ୍ତୁ ବେଳେବେଳେ ନା କିଛି ଟାଇମ୍ କାଢ଼ିକି ଗାଁକୁ ଆସନ୍ତୁ। ଆଉ ଏବେକା ଟେନ୍ସ ହେଇଗଲା, ମାନେ ପିଲା ବାହାରେ ରହିକି ପୁରା ବାହାରେ ସବୁ କରୁଛନ୍ତି, ଘର କରିକି ବାହାରେ କିଣିକି ସବୁ ବାହାରେ ବାହାରିକି ବାହାରେ ରହୁଛନ୍ତି, ଗାଁକୁ ପଚାରୁନାହାନ୍ତି। କିନ୍ତୁ ସେମିତି କେବେ କରନ୍ତୁନି, କିଛି ଟାଇମ୍ ଗାଁକୁ ଦିଅନ୍ତୁ। କାହିଁକିନା ସେଇଟା ଆମ ପାଇଁ ଗୋଟେ ବହୁତ ବହୁତ ବଢ଼ିଆ ଜାଗା। ସେ ଜାଗାକୁ କେବେ ଭୁଲି ପାରିବେନି। ଏଇଟା ମୁଁ କହୁନି, ଏଇଟା ସମସ୍ତେ ଯେଉଁମାନେ ହଷ୍ଟେଲରେ ରୁହନ୍ତି, ପିଲା ବି ଯେଉଁମାନେ ହଷ୍ଟେଲରେ ରହିକି ଆରାମଠୁ ବାହାରେ ରୁହନ୍ତି, ଯେଉଁମାନେ ସେମାନେ ସମସ୍ତେ ଏଇଟା ଲାଇଫ୍ କରନ୍ତି, ମାନେ ମିସ୍ କରନ୍ତି। ରିଏଲି ମିସ୍ ୟୁ ଗାଁ ଲାଇଫ୍।